ଏବେ ସନ୍ଧ୍ୟା ହେଇଗଲା ଆମେ ଘରକୁ ଆଜି ଗଲା ବେଳକୁ ଦେଖନ୍ତୁ ସମସ୍ତେ ମମି ଏବେ ଗୁହାଳ ଓଳଉଛି। ମମି ଗୁହାଳ ଓଳଉଛି। ସକାଳୁ ସକାଳୁ କାମ କହନ୍ତି। ଏଠି ପାଉଁଶ ଥୁଆ ହେଇଛି। ହେଇଗଲାଣି କେମିତି ଟେକିକି ନେବି ଏତକ ତାପ କୁଣ୍ଡରେ କୁଣ୍ଡ ହେଇଯାଇଛି। ହଁ ଏତକ ଅଳିଆ ହେଇଗଲା, ସେତକ ବି ଅଳିଆ ହେଉଛି। ଗାଈ କୁଟା ଖାଉଛି, ଅଳିଆ ହେଉଛି, ସେ କୁଟା ଖାଇ ଚାଲିଛି ନା ସେ କୁଟା ସେ ଖାଉଛି। ଗୁହାଳରୁ ଗୋବର କାହାରୁଛି, ଗୋବର ମମି ଯେଉଁ ଗୋବର ନୁହଁ ତା ଦେହରେ ଯେଉଁ ଶୁଖିଆ ହୁଏନି ଗୋଲ ଗୋଲ ହେଇକି ଶୁଖିଆ ହୁଏନି ଦେଖିଛି। ହଁ ଘଷି ବର୍ଷା ଦିନଟା ଏଇଟା ବର୍ଷା ବି ଏଇନା ପକଉଛି। ଏତେ କାହିଁ କରିଥିଲୁ, ଏତେ କାହିଁ କରିଥିଲୁ। ହଁ ସେଥିପାଇଁ ଏକଥର করে ନେଇଯାଉଛି। ନେଇକି ଯାଉଛୁ ଆମେ ଟେକି ପାରୁନି। ଦେଖନ୍ତୁ ମମି ଏବେ ବାରିପଟକୁ ନେଇକି ଗଲା ଖତ ମାନେ ଗୋବର ସେଠି ଯେଉଁ ଆମର ସେଇଠିକିନା ଥୁଆ ଅଛି। ଏଇଠିକିନା ଦେଖେଇ ଦେଉଛି ଜୁମ୍ କରିକି ଆପଣଙ୍କୁ। ଏଇଠିକିନା ଥୁଆ ଅଛି ସେଇଠି ଆସିଲା। ବର୍ଷା ପକଉଛି, ଝିପ୍ ଝିପ୍ ପକଉଛି ଏଇନା ବର୍ଷା। ଓଦା ହେଇଯିବୁ, ଓଦା ହେଇଯିବୁ। ମା ମା ଉଠୁନୁ, ସକାଳ ହେଲେ ବା। ହାଁ ହଁ ମା ଏବେ ଶୋଇଛି ତ, ଯିବା ଦେଖିବା। ଦେଖନ୍ତୁ ମମି ଏବେ ଗୁହାଳଟା ଓଳେଇ ଦେଉଛି। ହଁ ଗୁହାଳ ଅଳିଆ ହେଇଯାଉଛି ଆଉ। ହଁ ବା ଦାନ୍ତ ଘଷୁଛି। ହଁ ଦାନ୍ତ ନା ଘଷିନି, ଘଷିବି ଆଉ। ହଁ ମମି ଗାଈକି କେତେବେଳେ କୁଟା ଦେଲୁ? ଓହୋ ମମି ଓଳି ସରିଗଲା। ହଉ ଦିଥର। ଆୟୁଷ ଏଠି କ'ଣ ଖାଉଛି ଦେଖିବା। ଆୟୁଷ କ'ଣ ଖିଆଉଛି? ବିସ୍କିଟ୍ ଖାଉଛି। କେମିତି ପାଣିରେ ବୁଡ଼େଇକି ଏମିତି ହିଁ ଖାଇଲେ ଆୟୁଷକୁ ଭଲ ଲାଗେ ବୋଲି ବିସ୍କିଟ୍ ସେ ଏମିତି ବୁଡ଼େଇକି ଖାଉଛି ବିସ୍କିଟ୍। ଭଲ ଲାଗୁଛି ଏମିତି। ହଁ ପାଣିରେ ବୁଡ଼େଇ ଗଲେ ବତୁରି ଯାଏ, ତାକୁ ଭଲ ଲାଗେ ଖାଇବା ପାଇଁକା। ଏମିତି ଆୟୁଷ ଏବେ ବିସ୍କିଟ୍ ଖାଉଛି। ଆଉ ଖାଇଦେ। ଦେଖନ୍ତୁ ଏବେ ମମି ଏବେ ଭାତ ଗାଳୁଛି। ଭାତ ଆଜି ଗଳା ହେଉଛି ନା। କ'ଣ ଖାଇଲୁ? ହଁ ବିସ୍କିଟ୍ ଖାଇଛି ନା। ବିସ୍କିଟ୍ ଖାଇଛୁ? ହଁ ଭାତ ହେଇଗଲେ ଖାଇବୁ। ମଟର ତରକାରୀଟା କରିଦେଲେ। ମଟର ତରକାରୀ ହେବ? ମଟର ସିଝେଇକି ଥୋଇଛି ବା। ଆଗୁଆ ସିଝେଇକି ଥୋଇଲି ଅଧରେ, ସିଝେଇକି ଥୋଇ ଦେଇକି ସେଥିରେ ଭାତ ବସେଇଲି। ଓହୋ ଭାତ ହେଇଗଲେ ଖାଇବ ଆଉ। ଭାତ ପଖାଳକୁ ମଟର ତରକାରୀ। ସଜ ଭାତ ଖାଇବ, ଗରମ ଭାତ ଖାଇବୁନି? ସଜ ଭାତ? ଏଇ ଭାତ ପଖାଳିକି। ହଁ ସଜ ଭାତ ଗରମ କ'ଣ କି ଏଇନା ଜାଣିନୁ? ଖାଇ ଭଲ ଲାଗିବ। ସଜ ଭାତ କ'ଣ କି ଜାଣିନୁ? କିଏ କହିଲା? ହଁ ଜାଣିଛି ନା। ଆଉ ଜାଣିଛୁ ତ ମୁଁ ପଚାରୁଛି ସଜ ଭାତ। ନା ନା ମୁଁ ଆଉଟା। ଦେଖନ୍ତୁ ଚଢ଼େଇ ଏଠି ଅଛନ୍ତି। ଇଏ ତ ଗୋଟେ ରଖା ହେଇଛି ଏପଟେ, ଏପଟେ ଦୁଇଟା ଅଛନ୍ତି। ଏପଟେ ଅଣ୍ଡା ଦେଇଛି ଯେ ଚଢ଼େଇ ଗୋଟେ। ଦାନା ଦେଇ ଦେଇଥିଲ? ହଁ କ'ଣ ସେ କେଉଁଠୁ ଆଣିକି ଆଇଲା? ମାଛ କଥା କ'ଣ କହୁଥିଲା? ମାଛ କେଉଁଠୁ ଆଣିଲା?
ତମ ଗୋଡ଼ ବୋଧେ ଆଜି ଯିବ ବ୍ୟାଣ୍ଡେଜ୍ କରିବୁ ଟି? ଆଜି ଖୋଲା ହବ? କ'ଣ କହୁଛୁ? ଇଏ ସବୁ ମଲା ମାଛ ଗୁଡାକ ମାଛ କୋଉଠୁ ଆଣିଲୁ? କୋଉଠୁ ଆଣିଲୁ? ଦେଖୁନ ମୁଁ ଛାଡି ସାଇଲି ଏଥିରେ ମୋ କୋଉଥିରେ? ଦେଖୁନ କୋଉଠି ମାଛ? ଯାଉଛନ୍ତି ଏଇଠି କେତେ ମାଛ କେତେ ମାଛ କି ମାଛ ଆଉ ନଙ୍ଗା ମାଛ ଛାଡିଛି ଏଥିରେ ମାଛ ଏଥିରେ ଛାଡ଼ିଛି କେମିତି? ଚାଷ କରେ, ମାଛ ଚାଷ କରେ ହେଲା, ମାନେ ସେଠି ବିକା ହବ ଆଉ। ପାଣି ଥିଲା ବର୍ଷା ହେଇଥିଲା ଯେମିତି ଓଦା କୁଆଡ଼େ ଯାଇଥିଲୁ ଧରିବାକୁ? ଗଡ଼ିବାକୁ ଯାଇଥିଲୁ? ନା ନା ଗଡିଆ ନୁହଁ ମାନେ ଏମିତି ଯେମିତି ରାସ୍ତା ଏରିଆ ସେମିତି ତା ଉପରକୁ ପାଣି ସିଆଡ଼େ କାଇଁ ଯାଇଥିଲୁ? then ପାଣି ଉଠି ଯାଇଛି ଶୁଖି ଯାଇଛି ପାଣି ତାପରେ ଉପରେ ଖାଲି ଛପ କରୁଥିଲେ ସେ ଧରୁଥିଲେ ଜଣେ ମୁଁ କହିଲି ମାମା ମୁଁ ଧରିଲି ସେ କହିଲେ ଧରୁନୁ ତାହେଲେ ଧରିଲି କି ମାଛ ଦେଲି ସିଏ ନା ଏତିକି ଖଣ୍ଡେ ମାଛ ନେଲି ଏତେ ମାଛ ନେଇନ୍ତି? ବହୁତ ମାଛ ସିଏ ତୁ ଏତିକି ମାଛ ଆଣିକି ଆଇଲୁ? ହଁ ମୁଁ ଏଥିରେ ଛାଡ଼ି ସାଇଲି କେତେ ଏଇଯାଇ ମାଛ ବର୍ଷା ଦିନ ତ ସେ ପୋଖରୀରୁ ସବୁ ଉଠି ଯାଇଥିବେ ଆଉ। ସେ ଯେଉଁ କାଲି ରାତିରେ କେତେ ବର୍ଷା ହେଇଛି, ପ୍ରବଳ ବର୍ଷା ହେଇଛି। ସେ ଯେଉଁ ଗଡ଼ିଆ ବୋଧେ ଫୁଲ୍ ହେଇଯାଇକି ମାଛ ଉଠି ଯାଇଛନ୍ତି ଆଉ। ହାଁ ସେ ଗଡ଼ିଆ ଫୁଲ୍ ହେଇକି ମାଛ ଉଠି ଆସିଛନ୍ତି ବୋଧେ ଆଉ। ଦେଖିବ ମାଛ ସେ କିନ୍ତୁ ଉପରକୁ କେମିତି ଉଠିକି ଆସିଛନ୍ତି ହେରି ଆଉ। ଏଇ ଟିକି ଟିକି ମାଛ, ଏଇ ଛୋଟିଆ ଛୋଟିଆ ମାଛ ନା, ବଡ଼ ବଡ଼ ନାହାନ୍ତି? ବଡ଼ ବଡ଼ ଅଛନ୍ତି ନା? ଆମେ ଆଜି କ'ଣ ଖାଉଛୁ? ଆଜି ଗରମ ଭାତ କରିତେ ସକାଳୁ। ସକାଳେ ବାବାର ପଖାଳ, ମୋର ଗରମ। ତାକୁ ଲାଗିଗଲା ସମ୍ଭାଳି କୋଉଠି? ସେଇଠି ଖାଇଦେଇ ସେଇଠି ନଥିଲା ସମବାଳି ନା ବିଛୁଆତି? ସମ୍ଭାଳି ଆଉ ଯିବ ଏଇଠି ସୋମାଳି କୋଉଠି ଲଗେଇଥିଲି? ଖାଇବାକୁ ବାବା ବସିଥିଲେ ଉଠିକିରି ଗଲେ। କତାରେ ଘଷି ଦେଇଥିଲେ ରୁମଗୁରା ଲାଗିଛି। ତୁ କହୁଥିଲୁ କେମିତି ଲାଗିଲା? ସେଇଠି କଣ ଆଉନ୍ତି ବୋଲି କଣ ତାକୁ ଚକଟିନି ତ ପୁରା? ନା ହଳଦୀ ଲାଗିଲେ ଚୂନ ଲଗାନ୍ତି ବୋଧେ। ଆଡ଼ୁ ଚୁନ ମାରିଦେବା, ନାଲି ପଡ଼ିଗଲା। ନାଲି ପଡ଼ିଗଲା ହେଇଯାଉଛି ତ ଚୂନ ଆଣିଛନ୍ତି ନା? ଚୂନ ଏତେ ଖରାପ? ଚୁନଟି ମାରିଦେଲେ ଇଏ ଖାଇଯିବ ତ। ସୋମାଳି ଲାଗିଲେ ଚୂନ ମରା ହେଇଛି। ପୋଡ଼ି ପୋଡ଼ି ଯାଉଛି ତ ତା ରୁମ ବାହାରିଲାଟି ସବୁ? ବାହାରିଲା କେତେ ରହିଛି ଟିକେ ଟିକେ ଭିତରେ ସେଇ ପୋଡ଼ି ପୋଡ଼ି ଯାଉଛି ଲାଗିବ। ଏବେ ସନ୍ଧ୍ୟା ହେଇଗଲା, ଆମେ ଘରକୁ ଆଜି ଗଲାବେଳକୁ କେତେ ସନ୍ଧ୍ୟା ହେଇଗଲାଣି। ଗୋପାଳଜୀଙ୍କ ମନ୍ଦିର ଦେଖାଯାଉନି ନା, ସନ୍ଧ୍ୟା ହେଇଗଲା ତ। ପ୍ରଭୁଙ୍କ ମନ୍ଦିର ଟିକେ ଦେଖାଗଲା। ଗଛ ହଁ ଗଛର ଇଏ ସେଥିପାଇଁ ଏ ଦେଖନ୍ତୁ ମନ୍ଦିର ଦେଖାହେଲା। ଆମେ ରୋଡ଼ ସାଇଡ଼କି ପଳେଇ ଆସିଲୁ। ଆମ ରାସ୍ତା ଏଇପଟେ ମନ୍ଦିର ଦେଖ। ସନ୍ଧ୍ୟା ହେଇଗଲାଣି, ଜହ୍ନ ବି ପଡ଼ିଗଲାଣି, ଜହ୍ନ ମାମୁଁ ପଡ଼ିଗଲାଣି।